Dear students and viewers, welcome to new English classes by Aken sir. Dear students, ଆଜି ଆମେ +2 ବୋର୍ଡ଼ର +2 ସେକେଣ୍ଡ ଇୟର୍ରେ ପଢ଼ୁଥିବା ଡିକ୍ସନାରୀ ଏଣ୍ଟ୍ରି ବା ଡିକ୍ସନାରୀ ସ୍କିଲ୍ ଗୋଟେ ଇଂଲିଶ ୱାର୍ଡ଼ ଗେମ୍, ଏ ଗେମ୍ ୱାର୍ଡ଼ଟିର ଡିକ୍ସନାରୀ ସ୍କିଲ୍ ମେଣ୍ଟେନ୍ କରିବାକୁ ଯାଉଛେ। स्टूडेंट्स ମୁଁ ତୁମକୁ ପ୍ରଥମରୁ ବାରମ୍ବାର ଗୋଟେ କଥା କହିଛି, ଯେତେବେଳେ ଆମେ କୌଣସି ଗୋଟେ ୱାର୍ଡ଼ର ଡିକ୍ସନାରୀ ସ୍କିଲ୍ କରିବାକୁ ଯାଉଛେ, ଆମର ପ୍ରଥମ କାମ ହେଉଛି କି ଯେ ସେ ୱାର୍ଡ଼ଟିକୁ ପ୍ରଥମେ ଜାଣିବା, ୱାର୍ଡ଼ର ମିନିଂଟି ବୁଝିବାକୁ ଚେଷ୍ଟା କରିବା। କାରଣ ସେ ଖାଲି ଗୋଟିଏ ୱାର୍ଡ଼ ବୁଝିଦେଲେ ମଧ୍ୟ ହେବ ନାହିଁ, ସେଇ ୱାର୍ଡ଼ର 5ଟି ମିନିଂ ମଧ୍ୟ ଦିଆଯାଇଥାଏ, ଏକଥା ମଧ୍ୟ ଆମେ ଜାଣିଛେ। ଖାଲି 5ଟି ମିନିଂ ସହିତ 5ଟି ସେଣ୍ଟେନ୍ସ ମଧ୍ୟ ଦିଆଯାଇଥାଏ। ସୋ ପ୍ରଥମେ ଆମେ ସେ ଦିଆଯାଇଥିବା 5ଟି ୱାର୍ଡ଼ ମିନିଂକୁ ଦେଖିବା। ସେ ଗୋଟିଏ ୱାର୍ଡ଼ର 5ଟି ମିନିଂ ଦେଇଥିବ, ସେଇ 5ଟି ଯାକ ମିନିଂକୁ ଟିକେ ଆମେ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବା। ତାପରେ ବୁଝି ସାରିଲା ପରେ ଇଚ୍ ୱାର୍ଡ଼କୁ ଭଲ ଭାବରେ ଯେତେ ଦୂର ସମ୍ଭବ ହେଇପାରେ ପ୍ରତ୍ୟେକ ୱାର୍ଡ଼କୁ ଆମେ ଭଲ ଭାବରେ ବୁଝିବା ପାଇଁ ନିହାତି ଚେଷ୍ଟା କରିବା। ଯଦି ନ ବୁଝିପାରୁଛେ ହୁଏତ ଆମେ ଡିକ୍ସନାରୀ ସ୍କିଲ୍ ଠିକ୍ରେ କରିପାରିବା ନାହିଁ, ବା ଆମେ ଠିକ୍ରେ ମ୍ୟାଚ୍ କରିବା ଆମକୁ ସମ୍ଭବ ମଧ୍ୟ ହେଇପାରିବ ନାହିଁ। ଯଦି ଆମେ ପ୍ରତ୍ୟେକ ୱାର୍ଡ଼କୁ ଠିକ୍ରେ ବୁଝିସାରିଛେ, ଅର୍ଥାତ୍ ଯେଉଁ ମିନିଂ ଦେଇଥିବା 5ଟି, ସେ 5ଟି ମିନିଂକୁ ଆମେ ପ୍ରଥମେ ଭଲ ଭାବରେ ସବୁତକ ମିନିଂକୁ ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କରିବା। ହଁ, ଅନେକ ସମୟ ଦେଖାଯାଏ କି ଏଇ ସବୁତକ ୱାର୍ଡ଼ ବା ଯେଉଁ ଦେଇଥିବ 5ଟି ୱାର୍ଡ଼ 5ଟି ମିନିଂ ଦେଇଥିବ, ସେ 5ଟି ମିନିଂକୁ ଠିକ୍ରେ ବୁଝିବା ସମ୍ଭବ ହେଇନଥାଏ। ଠିକ୍ ଅଛି, ଯେତିକି ୱାର୍ଡ଼ ଆମ ଦ୍ୱାରା ସମ୍ଭବ ହେଇପାରିବ ଆମେ ନିଶ୍ଚିତ ଭାବରେ 5ଟି ଯାକ ମିନିଂରୁ ଯେତିକି ୱାର୍ଡ଼ ଆମ ପାଇଁ ପସିବଲ୍ ହେଇପାରିବ, ଯେତିକି ମିନିଂ ଆମେ ନିହାତି ବୁଝିପାରିଲା ଭଳି ହେଇପାରିଛେ, ଆମେ ତାକୁ ବୁଝିବା ପାଇଁ ଚେଷ୍ଟା କରିବା। ତାପରେ ଆମେ ଜାଣିଛେ ପୁଣି 5ଟି ସେଣ୍ଟେନ୍ସ ମଧ୍ୟ ଦିଆଯାଇଥିବ। এই ସେଣ୍ଟେନ୍ସ ଗୁଡ଼ିକ ଆମ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ମଧ୍ୟ, କାରଣ ଅନେକ ସମୟରେ ଆମେ ସେଣ୍ଟେନ୍ସ ଗୁଡ଼ାକରୁ ସେ ମିନିଂ ଗୁଡ଼ାକର ଅର୍ଥ ମଧ୍ୟ ପାଇଯାଇଥାଉ। କାରଣ ଯେଉଁ ସେଣ୍ଟେନ୍ସ ଗୁଡ଼ାକ ସେଇ 5ଟି ମିନିଂକୁ ନେଇକି ବେସ୍ କରିକି ଲେଖାଯାଇଥାଏ। ଆମେ ଭଲ ଭାବେ ଜାଣିଛୁ ଯେଉଁ 5ଟି ମିନିଂ ଦିଆଯାଇଥାଏ, ସେ ଯେଉଁ 5ଟି ସେଣ୍ଟେନ୍ସ ମଧ୍ୟ ଥାଏ, ସେ 5ଟି ସେଣ୍ଟେନ୍ସରେ କୌଣସି ନା କୌଣସି ଗୋଟେ ମିନିଂ ଆଟାଚ୍ ରହିଛି ବା ମିନିଂର ରିଲେସନ୍ ରହିଛି ଆମେ ଜାଣିଛେ। ସେଥିପାଇଁ ଆମେ ଯେତେବେଳେ ସେଣ୍ଟେନ୍ସ ଗୁଡ଼ିକ ପଢ଼ିବା ବା ବୁଝିବାକୁ ଚେଷ୍ଟା କରିବା, ପ୍ରତ୍ୟେକ ସେଣ୍ଟେନ୍ସରେ ନିଶ୍ଚିତ ଭାବେ କୌଣସି ନା କୌଣସି ଗୋଟେ ୱାର୍ଡ଼ କନେକ୍ଟ ହେଇକି ରହୁଛି ବା ମିନିଂ କନେକ୍ଟ ହେଇକି ରହିଛି। ଆମେ ଯଦି ସେଗୁଡ଼ାକୁ ଠିକ୍ରେ ବୁଝିଦେଲେ ବା ବୁଝିପାରିଲେ, ତାହେଲେ ଆମକୁ ମ୍ୟାଚ୍ କରିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଅନେକ ସମୟରେ ଆମେ ଚେଷ୍ଟା କରିବା କି କିନ୍ତୁ ସେଣ୍ଟେନ୍ସରୁ ସେଇ ମିନିଂ ଗୁଡ଼ାକର ରିଅଲ୍ ସେନ୍ସ ବାହାର କରିବା ପାଇଁ। ଯେ ସେଣ୍ଟେନ୍ସ ଗୁଡ଼ାକର ଯେହେତୁ ସେଇ 5ଟି ଯାକ ମିନିଂ ବ୍ୟବହାର କରାଯାଇଛି, ଆମେ ତାକୁ ଠିକ୍ରେ ବୁଝିବା ପାଇଁ ଚେଷ୍ଟା କରିବା। ଯଦି ସେଗୁଡ଼ାକୁ ବୁଝିଗଲେ ଯେ କେଉଁ ସେଣ୍ଟେନ୍ସରେ କେଉଁ ମିନିଂଟି ମ୍ୟାଚ୍ କରୁଛି, ତାହେଲେ ଆମକୁ ମ୍ୟାଚ୍ କରିବା କିଛି ଅସୁବିଧା ହେବ ନାହିଁ। କେଉଁ ସେଣ୍ଟେନ୍ସରେ କେଉଁ ମିନିଂଟା ରହୁଛି, ସେନ୍ସ ରହୁଛି, ଏକା ଆସୁଛି, ମିଶୁଛି, ତାକୁ ଆମେ ଜାଣିସାରିଲା ପରେ ଆମକୁ ଏକଥା କିଛି ବି ଅସୁବିଧା ହେବ ନାହିଁ। ସୋ ଭଲ ଭାବରେ ଆମେ ତାକୁ ମ୍ୟାଚ୍ କରିପାରିବା, ଭୁଲ ମଧ୍ୟ ହେବ ନାହିଁ। ସୋ ଡିୟର୍ ଷ୍ଟୁଡେଣ୍ଟ, ଆମେ ବର୍ତ୍ତମାନ ଚାଲ ଦେଖିନେବା ଯେ ଆମକୁ ଦିଆଯାଇଥିବା 5ଟି ଯାକ ମିନିଂ କ'ଣ ଅଛି। ଯେଉଁ 5ଟି ଯାକ ମିନିଂ ଦେଖି ସାରିଲା ପରେ ପୁଣି ଆମେ 5ଟି ଯାକ ସେଣ୍ଟେନ୍ସକୁ ମଧ୍ୟ ବୁଝିବାକୁ ଚେଷ୍ଟା କରିବା। ସେଣ୍ଟେନ୍ସ ଗୁଡ଼ିକ ବୁଝି ସାରିଲା ପରେ ଆମେ ଅତି ସହଜରେ ସେମାନଙ୍କୁ ମ୍ୟାଚ୍ କରିବା ପାଇଁ ଚେଷ୍ଟା କରିବା। ଓକେ, ଯେତେବେଳେ ପର୍ଯ୍ୟନ୍ତ ଆମେ ସେଣ୍ଟେନ୍ସ ଗୁଡ଼ାକ ଠିକ୍ରେ ବୁଝିପାରି ନାହିଁ ବା ସେଣ୍ଟେନ୍ସ ଗୁଡ଼ାକର ମିନିଂ ଠିକ୍ରେ ଆମେ ଜାଣିପାରିନେ ବା ପ୍ରତ୍ୟେକ ସେଣ୍ଟେନ୍ସରେ କେଉଁ ମିନିଂଟା ରହୁଛି ବା କେଉଁ ମିନିଂଟା ମ୍ୟାଚ୍ କରୁଛି ଯଦି ନ ଜାଣିଲା ପର୍ଯ୍ୟନ୍ତ ଆମେ ସେମାନଙ୍କୁ ମ୍ୟାଚ୍ କରିବାରେ କେବେ ବି ସମ୍ଭବ ହେଇପାରିବ ନାହିଁ। ସୋ ଆମେ ପ୍ରଥମେ 5ଟି ଯାକ ମିନିଂ ଜାଣିବା ପାଇଁ ଚେଷ୍ଟା କରିବା। 5ଟି ମିନିଂ ଜାଣି ସାରିଲା ପରେ ଆମେ ତା ପରେ 5ଟି ଯାକ ସେଣ୍ଟେନ୍ସକୁ ମଧ୍ୟ ଜାଣିବା ପାଇଁ ନିହାତି ଚେଷ୍ଟା କରିବା। କାରଣ ପ୍ରତ୍ୟେକ ସେଣ୍ଟେନ୍ସରେ ଯେହେତୁ ଗୋଟେ ଗୋଟେ ମିନିଂ ମ୍ୟାଚ୍ ରହିଛି, ସେଗୁଡ଼ାକ ଆମେ ଜାଣି ସାରିଲା ପରେ ଆମେ କ'ଣ କରିବା ନା ମ୍ୟାଚ୍ କରିବା ପାଇଁ ଚେଷ୍ଟା କରିବା। ଓକେ, ଆମେ ବର୍ତ୍ତମାନ ଯିବା ଭାରି ଦେଖିନେବା ଯେ କ'ଣ କ'ଣ ରହିଛି ମିନିଂ ଏବଂ କ'ଣ କ'ଣ ରହିଛି ସେଣ୍ଟେନ୍ସ। ତାପରେ ଆମେ ଆସ୍ତେ ଆସ୍ତେ କଭର୍ କରିବା ପାଇଁ ଚେଷ୍ଟା କରିବା ଓ ମ୍ୟାଚ୍ କରିବା ପାଇଁ ମଧ୍ୟ ଚେଷ୍ଟା କରିବା। ଷ୍ଟୁଡେଣ୍ଟସ୍, ଏବେ ଆମେ ଦେଖିନେବା ଯେ ଯେଉଁ 5 ଯେଉଁ ମିନିଂ ଦେଇଛି, ସେ 5ଟି ଯାକର ଏକ୍ଜାକ୍ଟଲି ମିନିଂ କ'ଣ ରହିଛି। ଗେମ୍ ୱାର୍ଡ଼ର 5ଟି ମିନିଂ ଦେଇଛି, ଆମେ ଦେଖିବା। ପ୍ରଥମ ମିନିଂ ଦେଇଛି ବାର୍ଡସ୍ ହଣ୍ଟେଡ୍ ଫର୍ ସ୍ପୋର୍ଟସ୍ ଅର୍ ଫୁଡ୍, ପକ୍ଷୀମାନଙ୍କର ଶିକାର କରିବା ଖେଳ ଉଦ୍ଦେଶ୍ୟରେ ହେଉ ବା ଖାଦ୍ୟ ଉଦ୍ଦେଶ୍ୟରେ, ଅର୍ଥାତ୍ ଶିକାର କରିବା ଉଦ୍ଦେଶ୍ୟରେ ଜାଣିଗଲେ ଆମେ। ବିରେ ମିନିଂ ଦେଇଛି ଆଥଲେଟିକ୍ସ ଅର୍ ସ୍ପୋର୍ଟସ୍, ଖେଳ ସମ୍ବନ୍ଧିତ କିଛି କଥା କହିଛି। ବିରେ ଗୋଟେ ମିନିଂ ରଖିଛି ଖେଳ ସମ୍ବନ୍ଧୀୟ କଥା, ଆଥଲେଟିକ୍ସ ଅର୍ ସ୍ପୋର୍ଟସ୍ ବୋଲି କହିଛି। ସିରେ ମିନିଂଟି ଦେଇଛି କି ସିକ୍ରେଟ୍ ଅର୍ କନିଂ ପ୍ଲାନ୍, କୌଣସି ଗୋଟେ ସିକ୍ରେଟ୍ ବା ଚତୁରତାର ପ୍ଲାନ୍ କରିବା କଥା କୁହାଯାଇଛି, ନାଇଁ କି କିଛି ସିକ୍ରେଟ୍ ବା କନିଂ ପ୍ଲାନ୍ କରିବା, ଚତୁରତା ଅତି ବୁଦ୍ଧିମାନ ବା କନିଂ ପ୍ଲାନ୍ କରିବା କୁହାଯାଇଛି। ଡିରେ ମିନିଂ ଦେଇଛି କି ଇଗର୍ ଆଣ୍ଡ ୱିଲିଂ ଟୁ ଅଣ୍ଡରଟେକ୍ ସମଥିଙ୍ଗ ରିସ୍କି, ବହୁତ ଆଗ୍ରହ ସହକାରେ କୌଣସି ଗୋଟେ ରିସ୍କି କାମ କରିବା, ଅଣ୍ଡରଟେକ୍ ସମଥିଙ୍ଗ ରିସ୍କି, ଆଗ୍ରହ ସହିତ ବା ଇଚ୍ଛା ପ୍ରକାଶ କରିବା, ଆଗ୍ରହ ସହିତ ଇଚ୍ଛା ପ୍ରକାଶ କରିବା, କୌଣସି ପ୍ରକାର ଡେଞ୍ଜରିୟସ୍ ରିସ୍କି କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବା।
ଇରେ ମିନିଂ ରଖିଲା ରଙ୍ଗ ଡୁଇଂ, କିଛି ଖରାପ କାର୍ଯ୍ୟ କରିବା, ଚୋରି ହଉ ଯେମିତି ବଦମାସ ଟାଇପ୍ର କିଛି କାମ କରିବା, ରଙ୍ଗ ଡୁଇଂ। ଅର୍ଥାତ୍ ଇଏ ଥିଲା ଆମର ପାଞ୍ଚଟି ଯାକ ମିନିଂ, ଗେମ୍ ୱାର୍ଡ଼ର ପାଞ୍ଚଟି ଯାକ ମିନିଂ ଥିଲା। ଆଉ ଥରେ ରିମାଇଣ୍ଡ କରିଦେଉଛି ଯେ ପ୍ରଥମ କଥା ଏରେ କୁହାଯାଇଛି ବାର୍ଡସ ହଣ୍ଟେଡ୍ ଫର୍ ସ୍ପୋର୍ଟସ୍ ଅର୍ ଗେମ୍, ସ୍ପୋର୍ଟସ୍ ଅର୍ ଫୁଡ୍ ପାଇଁ, ଖେଳ ବା ଖାଦ୍ୟ ପାଇଁ ବାର୍ଡ ଶିକାର କରିବା। ସେକେଣ୍ଡ ମିନିଂ ବିରେ ଦେଇଛି ଆଥଲେଟ୍ ବା ଗେମ୍ ବିଷୟରେ କୁହାଯାଉଛି। ସିରେ ଯେଉଁ କହିଲା ଯେ ମିନିଂଟି ସିକ୍ରେଟ୍ ଅର୍ କନିଂ ପ୍ଲାନ୍, କୌଣସି ସିକ୍ରେଟ୍ ପ୍ଲାନ୍ ବା ଚତୁର ସତ ଚାଲାକି ପ୍ଲାନ୍ କରିବାକୁ କୁହାଯାଉଛି। ଡିରେ କହୁଛି କୌଣସି ପ୍ରକାର ରିସ୍କି କାର୍ଯ୍ୟ କରିବା ପାଇଁ ଇଣ୍ଟରେଷ୍ଟ ପ୍ରକାଶ କରିବା ବା ଇଣ୍ଟରେଷ୍ଟ ନେବା। ଇରେ ମିନିଂ କହିଛି କି ରଙ୍ଗ ଡୁଇଂ, ଅର୍ଥାତ୍ କୌଣସି ଖରାପ କାର୍ଯ୍ୟ କରିବା। ସୋ ଇଏ ପାଞ୍ଚଟି ଯାକର ମିନିଂ ଆମେ ତ ଜାଣିଗଲେ। ବର୍ତ୍ତମାନ ଦେଖିବା ସେଣ୍ଟେନ୍ସରେ ସେ ପାଞ୍ଚଟି ଯାକ ମିନିଂ କେମିତି ବ୍ୟବହାର କରାଯାଇଛି। ଯେହେତୁ ଆମ ପାଖରେ ପୁଣି ପାଞ୍ଚଟି ସେଣ୍ଟେନ୍ସ ମଧ୍ୟ ଅଛି, ଆମେ ନିହାତି ଭାବରେ ସେଣ୍ଟେନ୍ସ ଗୁଡ଼ିକରେ କେଉଁ ମିନିଂଟି ମ୍ୟାଚ୍ କରୁଛି ତାକୁ ଯଦି ଆମେ ବୁଝିବା ପାଇଁ ଚେଷ୍ଟା କରିବା, ତାକୁ ବୁଝିଗଲେ ତାହେଲେ ଆମକୁ ମ୍ୟାଚ୍ କରିବାର କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରଥମେ ଆମେ ସେଣ୍ଟେନ୍ସରେ ବ୍ୟବହାର କରାଯାଇଥିବା ୱାର୍ଡ଼ ଗୁଡ଼ିକ, ଅର୍ଥାତ୍ ସେ ମିନିଂ ଗୁଡ଼ିକ, ପ୍ରତ୍ୟେକ ସେଣ୍ଟେନ୍ସରେ ଯେହେତୁ ଗୋଟିଏ ଗୋଟିଏ ମିନିଂ ନିଶ୍ଚିତ ଭାବରେ ମ୍ୟାଚ୍ କରୁଥିବ, ଆମେ ତାକୁ ବୁଝିକି ବାହାର କରିବାକୁ ପଡ଼ିବ। ଅର୍ଥାତ୍ ସେଣ୍ଟେନ୍ସରୁ ଯଦି ଆମେ ଚେଷ୍ଟା କରିବା କି ଯେ ମିନିଂ ବାହାର କରିବା ପାଇଁ, ନିଶ୍ଚିତ ଭାବରେ ଆମେ ସହଜରେ ମ୍ୟାଚ୍ କରିପାରିବା। ଯଦି ସେଣ୍ଟେନ୍ସ ଗୁଡ଼ିକ ଆମେ ବୁଝିପାରିବା, ଯେହେତୁ ପ୍ରତ୍ୟେକ ସେଣ୍ଟେନ୍ସରେ ଗୋଟିଏ ଗୋଟିଏ ମିନିଂ, ଗେମ୍ ୱାର୍ଡ଼ରେ ଗୋଟିଏ ଗୋଟିଏ ମିନିଂ ନିହାତି ଭାବରେ ବ୍ୟବହାର କରାଯାଇଛି, ଅର୍ଥ ଗୁଡ଼ିକ ବ୍ୟବହାର କରାଯାଇଛି, ତାକୁ ଆମେ ଠିକ୍ରେ ବୁଝିପାରୁଛେ। ଆମେ ସେଣ୍ଟେନ୍ସ ଯଦି ଠିକ୍ରେ ବୁଝିପାରୁଛେ, ତାହେଲେ କେଉଁ ସେଣ୍ଟେନ୍ସ ସହିତ କେଉଁ ମିନିଂଟି ମ୍ୟାଚ୍ କରୁଛି, ତାହେଲେ ଆମକୁ ବୁଝିବାରେ ବା କରିବାରେ କୌଣସି ଅସୁବିଧା ହେବ ନାହିଁ। ଓକେ, ଆମେ ବର୍ତ୍ତମାନ ଯିବା ସେଣ୍ଟେନ୍ସ ଗୁଡ଼ିକ ଦେଖିଦେବା। ଯେହେତୁ ମିନିଂ ଦେଖି ସାରିଛେ, ଆମେ ବର୍ତ୍ତମାନ ସେଣ୍ଟେନ୍ସ ଗୁଡ଼ିକ କ'ଣ ହେବ ତାକୁ ଆମେ ଦେଖିବାକୁ ଯିବା। ଚାଲ ଆମେ ଦେଖିବା ସେଣ୍ଟେନ୍ସ ଗୁଡ଼ିକ କ'ଣ ରହିଛି। ପ୍ରଥମ ସେଣ୍ଟେନ୍ସ କହୁଛି କି ଆଇରେ ଯେଉଁ ସେଣ୍ଟେନ୍ସଟି ରହିଛି, ଆଇ ନେଭର ପ୍ଲେଡ୍ ଗେମ୍ସ ଆଟ୍ ସ୍କୁଲ, ସ୍କୁଲରେ ମୁଁ କୌଣସି ଗେମ୍ ଖେଳି ନଥିଲି। ଆଇରେ କହୁଛି, ମାନେ ସ୍ପେଶାଲି ଆଇରେ କହୁଛି ଆଇ ନେଭର, ମୁଁ କେବେ ବି ସ୍କୁଲରେ କୌଣସି ଗେମ୍ ଖେଳି ନଥିଲି। ସେକେଣ୍ଡ ଏରେ କହିଛି ହି ଇଜ୍ ଅଲୱେଜ୍ ଗେମ୍ ଫର୍ ଆନ୍ ଆଡ଼ଭେଞ୍ଚର, ଇଜ୍ ଅଲୱେଜ୍ ଗେମ୍ ଫର୍ ଆଡ଼ଭେଞ୍ଚର, ଅର୍ଥାତ୍ ଯିଏ ସବୁବେଳେ କୌଣସି ପ୍ରକାର ରିସ୍କିପୂର୍ଣ୍ଣ କାର୍ଯ୍ୟକଳାପ କରିବା ପାଇଁ ଇଣ୍ଟରେଷ୍ଟ ନିଅନ୍ତି, ଆଡ଼ଭେଞ୍ଚର କରିବା ପାଇଁ, ଦୁଃସାହସିକ କାର୍ଯ୍ୟକ୍ରମ କରିବା ପାଇଁ ଯେଉଁମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ଥାର୍ଡ଼ କଥା କହିଲା କି ନାଉ ଦ୍ୟାଟ୍ ଦ ପୋଲିସ ହାଭ୍ କଟ୍ ହିମ୍ ରେଡ୍ ହ୍ୟାଣ୍ଡେଡ୍, ହିଜ୍ ଗେମ୍ ଇଜ୍ ଅପ୍, ବର୍ତ୍ତମାନ ପୋଲିସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଗିରଫ କରିଛି। ତ ତାଙ୍କର ଖେଳ ଖତମ, ଅର୍ଥାତ୍ ତାଙ୍କ ଖରାପ କାର୍ଯ୍ୟର ଅନ୍ତ ଘଟିଲା ବୋଲି କହିପାରିବା। ତାଙ୍କ ଯେତେ ସବୁ ଖରାପ କାର୍ଯ୍ୟ କରୁଥିଲେ ତାହାର ଅନ୍ତ ଘଟୁଛି ବୋଲି କହିଲେ। ଆମେ ଦେଖିଲେ ୱାନ୍ ଗଲା, ଆଇ ଗଲା, ଡବଲ ଆଇ, ଟ୍ରିପଲ ଆଇ ଗଲା। ବର୍ତ୍ତମାନ ଦେଖିବା ଯେ ଆମେ ଆଇଭି ମିନିଂଟି ଦେଖିବା। ଆମେ ବର୍ତ୍ତମାନ ଦେଖିବା ଆଇଭିରେ ମିନିଂଟା କ'ଣ ଦେଇଛି। ଆଇଭିରେ ଦେଇଛି ହି ଅଲୱେଜ୍ ଲାଇକ୍ସ ଦ ଫ୍ଲେଶ୍ ଅଫ୍ ଗେମ୍, ହି ଅଲୱେଜ୍ ଲାଇକ୍ସ ଦ ଫ୍ଲେଶ୍ ଅଫ୍ ଗେମ୍, ମାଂସର ଖେଳ, ଫ୍ଲେଶ୍ ମାନେ ରକ୍ତ ମାଂସ କଥା କହିପାରିବା। ସେ ମାଂସର ଖେଳ ଅର୍ଥାତ୍ ଶିକାର କରିବା ଉଦ୍ଦେଶ୍ୟରେ ଆକୁ ମଧ୍ୟ ବୁଝାଯାଇପାରେ। ଆଇଭିର ମିନିଂ ହେଲା ସେଇ ସେନ୍ସରେ ବୁଝିଲେ ଆମେ। ବର୍ତ୍ତମାନ ଭିର ମିନିଂ ଦେଇଛି କି ସେଣ୍ଟେନ୍ସ ଅର୍ଥ ଦେଇଛି ଆଟ୍ ଲାଷ୍ଟ ଆଇ କୁଡ୍ ଅଣ୍ଡରଷ୍ଟାଣ୍ଡ ହିଜ୍ ଗେମ୍ ଅର୍ ପ୍ଲାନ୍, ଶେଷରେ ମୁଁ ବୁଝିପାରିଲି, ଆଇ କୁଡ୍ ଅଣ୍ଡରଷ୍ଟାଣ୍ଡ ହିଜ୍ ଗେମ୍ ଆଣ୍ଡ ପ୍ଲାନ୍, ତାଙ୍କ ଗେମ୍ ଆଉ ପ୍ଲାନ୍ ବିଷୟରେ ମୁଁ ବୁଝିପାରିଲି। ହେଲେ ଇଏ ଥିଲା ଆମର ପାଞ୍ଚଟି ଯାକ ସେଣ୍ଟେନ୍ସର ଅର୍ଥ ଆମେ ତ ବୁଝିସାରିଛେ। ଆମେ ଯେହେତୁ ଅଲରେଡ଼ି ପାଞ୍ଚଟି ଯାକ ମିନିଂ ମଧ୍ୟ ଆମେ ଜାଣିସାରିଛେ। ଷ୍ଟୁଡେଣ୍ଟସ୍, ଯେହେତୁ ଆମେ ଅଲରେଡ଼ି ମିନିଂ ଜାଣିସାରିଛେ, ସେଣ୍ଟେନ୍ସର ମିନିଂ ମଧ୍ୟ ଜାଣିସାରିଛେ, ଆର୍ ମିନିଂ ମଧ୍ୟ ଆମେ ଜାଣିସାରିଛେ, ବର୍ତ୍ତମାନ ଆମର କାମ ହେଲା କି ଦେଖିବା କାହା ସହିତ କାହାକୁ ଆମେ ମ୍ୟାଚ୍ କରୁଛେ। ଯଦି ମ୍ୟାଚ୍ କରିପାରିଲେ ତାହେଲେ ଆମକୁ କୌଣସି ଅସୁବିଧା ହେବ ନାହିଁ, ଆମେ ଡିକ୍ସନାରୀ ସ୍କିଲ୍ଟିକୁ ଅତି ସହଜରେ କରିପାରିବା। ଆଉ 5ରୁ 5 ମାର୍କ ଆଣିବାରେ ଆମକୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଓକେ, ଆମେ ବର୍ତ୍ତମାନ କ୍ଲିୟର ହୋଇଗଲେ ଯେ କେଉଁ ସେଣ୍ଟେନ୍ସ ସହିତ କେଉଁ ମିନିଂ ମ୍ୟାଚ୍ କରୁଛେ ଆମେ ତ ଜାଣିସାରିଲେଣି। ଖାଲି ମ୍ୟାଚ୍ କରିଦେବା, ମ୍ୟାଚ୍ କଲା ପରେ ଆମେ ଅଟୋମେଟିକାଲି ଜାଣିଗଲେ ଯେ ଆକ୍ଚୁଆଲି କାହା ସହିତ କିଏ ମ୍ୟାଚ୍ ହୋଇଯାଉଛି। ଆଉ ଅତି ସହଜରେ ମଧ୍ୟ ଆମେ ତାକୁ କରିବା ପାଇଁ ସମ୍ଭବ ହୋଇପାରିବ, ଯେହେତୁ ଆମେ ସେଣ୍ଟେନ୍ସ ବୁଝି ସାରିଛେ ଏବଂ ପ୍ରତିଟି ଯେଉଁ 5ଟି ଯାକ ମିନିଂ ଦେଇଛି, 5ଟି ମିନିଂ ବୁଝି ସାରିଛେ, ଆଉ ସେଣ୍ଟେନ୍ସ ଗୁଡ଼ିକ ମଧ୍ୟ ଆମେ ସହଜରେ ବୁଝି ସାରିଛେ। ଏବେ ଆମେ ମ୍ୟାଚ୍ କରିନେବା, ଦେଖିବା ଏ ସହିତ କିଏ ମ୍ୟାଚ୍ ହେଉଛି। ଆମେ ଜାଣିଗଲେ ଯେ ଏର ଅଛି ବାର୍ଡସ୍ ହଣ୍ଟେଡ୍ ଫର୍ ସ୍ପୋର୍ଟସ୍ ଅର୍ ଫୁଡ୍, ଖାଦ୍ୟ ବା ଖେଳ ପାଇଁ ଶିକାର କରିବା। ତ ଆମେ ଜାଣିଗଲେ ଯେ ଏ ସହିତ ମ୍ୟାଚ୍ କରୁଛି ଆଇଭି।
ए सहित आम आईवी की मैच कले एमती बी सहित आम आई की मैच करुचे कारण बी रही आथलेटिकार स्पोर्ट्स से हिसाब से देखा जा आई जो सेन्टेन्स मैच करुच्ची सी सहित देखा किए मैच करुच्ची सी सहित देखा जाउची आमर भी मैच करुच्ची सी सहित भी मैच करुच्ची सेमती डी मीनिंग सहित देखा किए मैच करुच्ची डी मीनिंग सहित डबल आई सेन्टेन्स टी मैच करुच्ची एवं लास्ट को रहा ई मीनिंग सहित देखा कौ सेन्टेन्स टी मैच करुच्ची ई सहित जहाँ बड़ी कौन बड़ी आमर ट्रिपल आईटी बड़ी ट्रिपल आईटी के आम लगे दे पारिबा स्टूडेंट जदि आम चाहिए तार अपोजिट व्यवहार करिपरिबा यदि आम एमती जानीगले तो सहज है जे ए सहित आम आईवी की मैच कले बी सहित आई की मैच करिचे सी सहित भी की मैच करिचे डी सहित आम डबल आई की मैच करिचे एवं ई सहित आम ट्रिपल आई को मैच करिचे स्टूडेंट्स ये थिला आंसर थिला तथापि कहार किसी डाउट रोचे तुम चाहिए भी कमेंट बॉक्स माध्यम मत पचारि पार जार कि कौन प्रकार किमिति भी असुविधा हम ना किसी भी तुम डाउट हो तुम चाहिए मत निश्चित भाव में पचारि पार तुम असुविधा हबार सेमती किसी ना। थैंक यू स्टूडेंट्स।